ପିଲାମାନେ ଆମେ ରାସାୟନିକ ପ୍ରତିକ୍ରିୟା ବିଷୟରେ ପଢ଼ୁଥିଲା। ତ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହେଲେ ମୂଳ ପଦାର୍ଥର ପ୍ରକୃତି ଏବଂ ନିଜସ୍ୱ ସତ୍ତା ପରିବର୍ତ୍ତନ ହୋଇଥାଏ। ରାସାୟନିକ ବନ୍ଧ ଭାଙ୍ଗି ନୂତନ ବନ୍ଧ ସୃଷ୍ଟି ହୋଇଥାଏ। ଆମେ ପଢ଼ି ସାରିଛୁ, କେତେ ଗୁଡ଼ିଏ ଉଦାହରଣ ମଧ୍ୟ ଆମେ ନେଇ ସାରିଛୁ। ଏବଂ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହୋଇଛି କି ନାହିଁ, କେଉଁ କେଉଁ ଗୁଣ ଲକ୍ଷଣ ଧର୍ମ ଦେଖି ଜାଣି ହୁଏ, ତାହା ମଧ୍ୟ ଆମେ ପଢ଼ି ସାରିଛୁ। ତେବେ ଆଜି ଆମେ ପଢ଼ିବା ରାସାୟନିକ ସମୀକରଣ କ'ଣ। ତ ରାସାୟନିକ ସମୀକରଣ କିପରି ଲେଖାଯାଏ, ରାସାୟନିକ ସମୀକରଣ ଲେଖିବା ପାଇଁ କେଉଁ କେଉଁ ବିଷୟ ପ୍ରତି ଧ୍ୟାନ ଦିଆଯାଏ, ସେହି ବିଷୟରେ ଆଜି ଆଲୋଚନା କରାଯିବ। ତେବେ ରାସାୟନିକ ସମୀକରଣ କହିଲେ କ'ଣ ବୁଝ? ତ ରାସାୟନିକ ସମୀକରଣ ହେଉଛି, ତ ପୂର୍ବରୁ କୁହାଯାଇଛି ଯେ ରାସାୟନିକ ପରିବର୍ତ୍ତନ ହେଲେ ପଦାର୍ଥର ମୂଳ ପ୍ରକୃତି ନିଜସ୍ୱ ସତ୍ତା ପରିବର୍ତ୍ତନ ହୋଇଥାଏ। ତ ଏହାକୁ ଦେଖି ଆମେ ରାସାୟନିକ ସମୀକରଣ ତିଆରି କରିବା। ରାସାୟନିକ ସମୀକରଣ କ'ଣ ଆମେ ବୁଝିପାରିବା। ତ ପ୍ରଥମେ ରାସାୟନିକ ପ୍ରତିକ୍ରିୟାକୁ ରାସାୟନିକ ସମୀକରଣ ଦ୍ୱାରା ପ୍ରକାଶ କରାଯାଏ। ରାସାୟନିକ ସମୀକରଣ ଆମେ ଏତେବେଳେ ଲେଖୁଛୁ ବା ଦର୍ଶାଉଛୁ ଯେ ରାସାୟନିକ ପ୍ରତିକ୍ରିୟା ତ ରାସାୟନିକ ପ୍ରତିକ୍ରିୟାକୁ ରାସାୟନିକ ସମୀକରଣ ଦ୍ୱାରା ପ୍ରକାଶ କରାଯାଏ। ରାସାୟନିକ ସମୀକରଣ ଦ୍ୱାରା ପ୍ରକାଶ କରାଯାଏ। ତ ଆମେ ଗୋଟେ ଉଦାହରଣ ନେଇ ଦର୍ଶାଇବା। ତ ଆମେ ଗୋଟେ ଉଦାହରଣ ନେଇ ରାସାୟନିକ ସମୀକରଣ କ'ଣ ବୁଝିପାରିବା। ମନେ କରାଯାଉ ଯେ ମ୍ୟାଗ୍ନେସିୟମ ବାୟୁର ଉପସ୍ଥିତିରେ ତାକୁ ଯଦି ଜଳାଯାଏ ବା ପୋଡ଼ାଯାଏ, ତ ଆମେ କ'ଣ ପାଉଥିଲା? ଏକ ଧଳା ଚୂର୍ଣ୍ଣ ମିଳୁଥିଲା, ଯାହାକୁ ମ୍ୟାଗ୍ନେସିୟମ ଅକ୍ସାଇଡ୍ କୁହାଯାଉଥିଲା। ତ ମ୍ୟାଗ୍ନେସିୟମ ପାତକୁ ଅକ୍ସିଜେନ ଉପସ୍ଥିତିରେ ରାସାୟନିକ ପ୍ରତିକ୍ରିୟା କଲେ ବା ମ୍ୟାଗ୍ନେସିୟମ ପାତକୁ ଅକ୍ସିଜେନ ଉପସ୍ଥିତିରେ ଜାଳି ଦେଲେ ତାହା ମ୍ୟାଗ୍ନେସିୟମ ଅକ୍ସାଇଡରେ ପରିଣତ ହୋଇଯାଏ। ତ ମ୍ୟାଗ୍ନେସିୟମ ପାତକୁ ଆମେ ଅମ୍ଳଜାନ ଉପସ୍ଥିତିରେ ଯଦି ଜାଳି ଦିଆଯିବା, ତ ଆମେ ପାଇବା ମ୍ୟାଗ୍ନେସିୟମ ଅକ୍ସାଇଡ୍। ଏହା ଏକ ରାସାୟନିକ ପ୍ରତିକ୍ରିୟା ଅଟେ। ତେବେ ଏହି ରାସାୟନିକ ପ୍ରତିକ୍ରିୟାକୁ କ'ଣ କରାଯାଏ? କ୍ଷୁଦ୍ର ଓ ସଂକ୍ଷିପ୍ତ ରୂପରେ ପ୍ରକାଶ କରାଯାଏ। ରାସାୟନିକ ପ୍ରତିକ୍ରିୟାକୁ କ୍ଷୁଦ୍ର ରୂପରେ ଏବଂ ସଂକ୍ଷିପ୍ତ ରୂପରେ ପ୍ରକାଶ କରିବା ପାଇଁ କ'ଣ କରାଯାଏ? ଶବ୍ଦ ସମୀକରଣ ବ୍ୟବହାର କରାଯାଏ। କାହାକୁ? ରାସାୟନିକ ପ୍ରତିକ୍ରିୟାକୁ।
तेबे मैग्नेशियम पात को अम्लजान उपस्थिति रे जालिले मैग्नेशियम ऑक्साइड रे परिणत हुए। यही रासायनिक प्रतिक्रिया को क्षुद्र और संक्षिप्त रूप में आम प्रकाश करवा। यह शब्द समीकरण रे प्रथमे व्यवहार करवा। तेबे शब्द समीकरण रे व्यवहार कले आमे कौन लिखि पारिबा? मैग्नेशियम का उपस्थिति रे जाली दिया होजी अम्लजान उपस्थिति रे, अर्थात अम्लजान सहित रासायनिक प्रतिक्रिया कहूजी अम्लजान। तो अम्लजान सहित रासायनिक प्रतिक्रिया कले उत्पाद नूतन पदार्थ आम कौन पाउची? मैग्नेशियम ऑक्साइड। मैग्नेशियम ऑक्साइड तो वर्तमान जहाँ लेखा गला मैग्नेशियम अम्लजान मैग्नेशियम ऑक्साइड यह गुटे गुटे शब्द। तो रासायनिक प्रतिक्रिया को हमें कौन कला? शब्द समीकरण रे प्रकाश कला। तो वर्तमान जो धाड़ी की लेखा गला यह होची शब्द समीकरण। तो रासायनिक प्रतिक्रिया रे मौलिक यौगिक गुड़ी को प्रथमे शब्द समीकरण रे प्रकाश करा जाए। वर्तमान मैग्नेशियम ऑक्सीजन बा अम्लजान उत्पाद पदार्थ मैग्नेशियम ऑक्साइड ये सब गुटे गुटे शब्द रे हम प्रकाश कला। तो यह को शब्द समीकरण कहा जाए। तो ये क्षेत्र रे मैग्नेशियम और ऑक्सीजन मध्य रे रासायनिक प्रतिक्रिया घटुथिबारु यह को मैग्नेशियम एवं अम्लजान मध्य रे रासायनिक प्रतिक्रिया घटुथिबारु ये गुडी को प्रतिकारक कहा जाए। एवं प्रतिक्रिया घटी नूतन पदार्थ मैग्नेशियम ऑक्साइड सृष्टि होतिबारु यह को उत्पाद वा नूतन पदार्थ कहा जाए। उत्पाद वा नूतन पदार्थ कहा जाए। तो प्रतिकारक कहले कौन बुझ? प्रतिकारक हेउची जे रासायनिक प्रतिक्रिया रे जो पदार्थ गुड़िकर रासायनिक परिवर्तन घटे ताकू रासायनिक समीकरण रे प्रतिकारक रूप रे निया जाए। बा जो पदार्थ गुड़िकर रासायनिक प्रतिक्रिया संघटित होई पारे ताकू प्रतिकारक कहा जाए। एवं जो पदार्थ बाहरे सृष्टि हुए जो नूतन पदार्थ मिले ताकू उत्पाद कहा जाए। तो वर्तमान आमे जे रासायनिक समीकरण जिते बेले आमे लिखुचु रासायनिक समीकरण लिखिबा बेले आमे क्यों क्यों विषय प्रति ध्यान देवा उचित। तो किपरि भाबरे रासायनिक समीकरण को लेखा जाए से विषय रे आमे आलोचना करिबा। तो रासायनिक समीकरण लिखिबा प्रणाली तो पूर्वर कहला जे रासायनिक प्रतिक्रिया रे जो पदार्थ गुड़िक भाग नहीं थांती रासायनिक प्रतिक्रिया संघटित हो पारि थाए से गुड़ी को प्रतिकारक कहा जाए। तो रासायनिक समीकरण रो बाम पार्श्व प्रथमे बाम पार्श्व किए प्रतिकारक
ବାମ ପାର୍ଶ୍ୱରେ ପ୍ରତିକାରକ ଏବଂ ଡାହାଣ ପାର୍ଶ୍ୱରେ ଉତ୍ପାଦ ଗୁଡ଼ିକ ଭାଗ ନେଇଥାନ୍ତି। ପ୍ରତିକାରକ ଏବଂ ଡାହାଣ ପାର୍ଶ୍ୱରେ ଉତ୍ପାଦ ଗୁଡ଼ିକ ଭାଗ ନେଇଥାନ୍ତି। ଅର୍ଥାତ୍ ରାସାୟନିକ ସମୀକରଣର ବାମ ପାର୍ଶ୍ୱରେ ପ୍ରତିକାରକ ଥାନ୍ତି ଏବଂ ଡାହାଣ ପାର୍ଶ୍ୱରେ ଉତ୍ପାଦ ଥାନ୍ତି। ଯଦି ଅଧିକ ପ୍ରତିକାରକ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରେ ଯୁକ୍ତ ଚିହ୍ନ ଦେଇ ଲେଖାଯାଏ। ଠିକ୍ ସେହିପରି ଅଧିକ ଉତ୍ପାଦ ବା ଏକାଧିକ ଉତ୍ପାଦ ସୃଷ୍ଟି ହେଉଥିଲେ ସେମାନଙ୍କ ମଧ୍ୟରେ ଯୁକ୍ତ ଚିହ୍ନ ଦେଇ ଲେଖାଯାଏ। ଯଦି 2 ବା 3ଟି ପ୍ରତିକାରକ ଭାଗ ନେଲେ ଗୋଟିଏ ପ୍ରତିକାରକ ଉପରେ ଯୁକ୍ତ ଚିହ୍ନ ଦେଇ ଅନ୍ୟ ପ୍ରତିକାରକକୁ ଲେଖାଯାଏ। ଠିକ୍ ସେହିପରି ଏକାଧିକ ଉତ୍ପାଦ ସୃଷ୍ଟି ହେଲେ ଗୋଟିଏ ଉତ୍ପାଦ ପରେ ଯୁକ୍ତ ଚିହ୍ନ ଦେଇ ଅନ୍ୟ ଉତ୍ପାଦ ଲେଖାଯାଏ। ତ ଏହିପରି ଭାବରେ ଏକାଧିକ ପ୍ରତିକାରକ ମଧ୍ୟରେ ଯୁକ୍ତ ଚିହ୍ନ ଏବଂ ଏକାଧିକ ଉତ୍ପାଦ ମଧ୍ୟରେ ମଧ୍ୟ ଯୁକ୍ତ ଚିହ୍ନ ଦେଇ ରାସାୟନିକ ସମୀକରଣକୁ ଲେଖାଯାଏ। ତୃତୀୟରେ ପ୍ରତିକାରକ ଏବଂ ଉତ୍ପାଦ ମଧ୍ୟରେ ତୀର ଚିହ୍ନ ଦେଇ ଲେଖାଯାଏ। ପ୍ରଥମେ ପ୍ରତିକାରକ ଗୁଡ଼ିକୁ ଲେଖି ସାରିଲା ପରେ ତୀର ଚିହ୍ନ ଦେଇ ଉତ୍ପାଦ ଗୁଡ଼ିକୁ ଲେଖାଯାଏ। ତ ତୀର ଚିହ୍ନଟି ବାମରୁ ଦକ୍ଷିଣକୁ ହେଇଥିଲେ ଆମେ ଏଥିରୁ କ'ଣ ଜାଣିପାରିବା ଯେ ତୀର ଚିହ୍ନଟି ରାସାୟନିକ ପ୍ରତିକ୍ରିୟାର ଦିଗ ନିର୍ଦ୍ଦେଶ କରେ। ତ ଏହି ତୀର ଚିହ୍ନଟି ରାସାୟନିକ ପ୍ରତିକ୍ରିୟାର କ'ଣ ଦିଗ ନିର୍ଦ୍ଦେଶ କରେ। ତାପରେ ରାସାୟନିକ ପ୍ରତିକ୍ରିୟାରେ ଏକାଧିକ ପ୍ରତିକାରକ ଓ ଏକାଧିକ ଉତ୍ପାଦ ଗୁଡ଼ିକୁ ଆମେ ପ୍ରକାଶ କରିବା ବେଲେ ପ୍ରଥମେ ଯେତେବେଳେ ଆମେ ପ୍ରକାଶ କରୁଛୁ ରାସାୟନିକ ପ୍ରତିକ୍ରିୟାକୁ ଶବ୍ଦ ସମୀକରଣରେ ପ୍ରୟୋଗ କରୁଥିଲା। ତ ଶବ୍ଦ ବଦଳରେ ପ୍ରତିକାରକ ଓ ଉତ୍ପାଦ ଗୁଡ଼ିକୁ ଆମେ କ'ଣ କରିବା ସେମାନଙ୍କର ରାସାୟନିକ ସଂକେତ କିମ୍ବା ଯଦି ମୌଳିକ ପଦାର୍ଥ ହୋଇଥିବ ପ୍ରତୀକ ବ୍ୟବହାର କରି ରାସାୟନିକ ସମୀକରଣକୁ ଆମେ ଲେଖିବା। ସଂକେତ ଏବଂ ପ୍ରତୀକ ବ୍ୟବହାର କରି ରାସାୟନିକ ସମୀକରଣକୁ ଆମେ ଲେଖିଥାଉ। ତାପରେ ସଂକେତ ଏବଂ ପ୍ରତୀକ ଆମେ କାହିଁକି ବ୍ୟବହାର କରିଥାଉ? ରାସାୟନିକ ସମୀକରଣକୁ ଅଧିକ ସଂକ୍ଷିପ୍ତ, ତଥ୍ୟପୂର୍ଣ୍ଣ ଓ ବ୍ୟବହାର ଯୋଗ୍ୟ ହେବା ପାଇଁ ସଂକେତ ଓ ପ୍ରତୀକ ବ୍ୟବହାର କରାଯାଏ। ତ ସଂକେତ ଓ ପ୍ରତୀକର ବ୍ୟବହାର କରିବାର କାରଣ ହେଉଛି ଯେ ରାସାୟନିକ ସମୀକରଣକୁ ଅଧିକ ସଂକ୍ଷିପ୍ତ ଓ ଅଧିକ ତଥ୍ୟପୂର୍ଣ୍ଣ କରିବା ପାଇଁ ରାସାୟନିକ ସମୀକରଣକୁ ଆମେ ସଂକେତ ଓ ପ୍ରତୀକ ମାଧ୍ୟମରେ ପ୍ରକାଶ କରୁ। ତ ଏକ ରାସାୟନିକ ପ୍ରତିକ୍ରିୟା କୌଣସି ଏକ ରାସାୟନିକ ପ୍ରତିକ୍ରିୟା ସଂଘଟିତ ହେଉଥିଲେ ଏକ ରାସାୟନିକ ପ୍ରତିକ୍ରିୟାକୁ ରାସାୟନିକ ସମୀକରଣ ଦ୍ୱାରା
ପ୍ରକାଶ କରାଯାଏ। ପୂର୍ବରୁ ମଧ୍ୟ କୁହାଯାଇଛି ଯେ ରାସାୟନିକ ପ୍ରତିକ୍ରିୟାକୁ ସମୀକରଣ ଦ୍ୱାରା ଲେଖାଯାଏ। ତାପରେ କ'ଣ କରାଯାଏ? ରାସାୟନିକ ପ୍ରତିକ୍ରିୟାରେ ଭାଗ ନେଉଥିବା ପ୍ରତିକାରକ ପାରସ୍ପର ମୋଟ ବସ୍ତୁତ୍ୱ ସହ ଉତ୍ପାଦ ପାରସ୍ପର ମୋଟ ବସ୍ତୁତ୍ୱ ସମାନ ହେବା ଆବଶ୍ୟକ। ତ ରାସାୟନିକ ସମୀକରଣରେ ପ୍ରତିକାରକ ପାରସ୍ପର ମୋଟ ବସ୍ତୁତ୍ୱ ଏବଂ ଉତ୍ପାଦ ପାରସ୍ପର ମୋଟ ବସ୍ତୁତ୍ୱ ସମାନ ହେବା ଉଚିତ, ସମାନ ହେବା ଆବଶ୍ୟକ। ରାସାୟନିକ ସମୀକରଣ ଆମେ ଯେତେବେଳେ ଲେଖୁଥାଉ ତ ରାସାୟନିକ ସମୀକରଣର ପ୍ରତିକାରକ ପାରସ୍ପରରେ ଯେତେ ପଦାର୍ଥ ଗୁଡ଼ିକ ଥାନ୍ତି ସେମାନଙ୍କର ମୋଟ ବସ୍ତୁତ୍ୱ ଯେଉଁ ନୂତନ ପଦାର୍ଥ ଗୁଡ଼ିକ ଉତ୍ପନ୍ନ ହୋଇଥାନ୍ତି ସେମାନଙ୍କର ମୋଟ ବସ୍ତୁତ୍ୱ ସହିତ ସମାନ ହେବା ଆବଶ୍ୟକ ଅଟେ। ଯଦି ସମାନ ନଥାଏ ମୋଟ ବସ୍ତୁତ୍ୱ, ପ୍ରତିକାରକ ପାରସ୍ପର ବସ୍ତୁତ୍ୱ ଏବଂ ଉତ୍ପାଦ ପାରସ୍ପର ବସ୍ତୁତ୍ୱ ସମାନ ନଥାଏ, ଏହାକୁ ଆମେ ଅସମତୁଲ ସମୀକରଣ ବା ସୂଚକୀୟ ରାସାୟନିକ ସମୀକରଣ କୁହାଯାଏ। ଯଦି ସମାନ ନଥିଲେ ଅସମତୁଲ କିମ୍ବା ସୂଚକୀୟ ରାସାୟନିକ ସମୀକରଣ। ତ ସୂଚକୀୟ ରାସାୟନିକ ସମୀକରଣ କହିଲେ କ'ଣ ବୁଝ? ତ ରାସାୟନିକ ସମୀକରଣରେ ପ୍ରଥମେ ଆମେ ଦେଖିବା ଯେ ପ୍ରତିକାରକ ପାରସ୍ପର ମୋଟ ବସ୍ତୁତ୍ୱ ଉତ୍ପାଦ ପାରସ୍ପର ମୋଟ ବସ୍ତୁତ୍ୱ ସହିତ ସମାନ ଯଦି ନଥାଏ ତେବେ ରାସାୟନିକ ସମୀକରଣକୁ ସୂଚକୀୟ ରାସାୟନିକ ସମୀକରଣ କହିପାରିବା। ତ ବସ୍ତୁତ୍ୱ ସଂରକ୍ଷଣ ନିୟମ ଅନୁସାରେ କୌଣସି ରାସାୟନିକ ପ୍ରତିକ୍ରିୟାରେ ଆମେ ଦେଖିପାରିବା ଯେ ବସ୍ତୁତ୍ୱ ସଂରକ୍ଷଣ ନିୟମ କ'ଣ ପ୍ରଦର୍ଶନ କରେ? ତ ବସ୍ତୁତ୍ୱ ସଂରକ୍ଷଣ ନିୟମ ପ୍ରଦର୍ଶନ କରେ ଯେ ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ୱର ସୃଷ୍ଟି ନାହିଁ କିମ୍ବା ବିନାଶ ମଧ୍ୟ ନାହିଁ। ତ ବସ୍ତୁତ୍ୱ ସଂରକ୍ଷଣ ନିୟମ ତ ବସ୍ତୁତ୍ୱ ସଂରକ୍ଷଣ ନିୟମ ହେଉଛି ଯେ ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ୱ ନଷ୍ଟ ହୁଏ ନାହିଁ କିମ୍ବା ନୂତନ ବସ୍ତୁତ୍ୱ ଉତ୍ପନ୍ନ ହୁଏ ନାହିଁ। ଅର୍ଥାତ୍ ବସ୍ତୁତ୍ୱର ସୃଷ୍ଟି ହୋଇନଥାଏ କିମ୍ବା ବସ୍ତୁତ୍ୱର ବିନାଶ ମଧ୍ୟ ହୋଇନଥାଏ। ଅର୍ଥାତ୍ ଉଭୟ ପାରସ୍ପରେ କ'ଣ କରାଯାଏ? ଆମକୁ ବସ୍ତୁତ୍ୱ ସମାନ କରିବାକୁ ପଡ଼ିଥାଏ। ଅର୍ଥାତ୍ ଉତ୍ପାଦରେ ଥିବା ମୌଳିକ ଗୁଡ଼ିକର ମୋଟ ବସ୍ତୁତ୍ୱ ପ୍ରତିକାରକରେ ଥିବା ମୌଳିକ ଗୁଡ଼ିକର ମୋଟ ବସ୍ତୁତ୍ୱ ସହିତ ସମାନ ହେବା ଉଚିତ। ତ ପ୍ରତିକାରକ ପାରସ୍ପରରେ ଯେତେ ମୌଳିକ ଥାନ୍ତି ସେମାନଙ୍କର ମୋଟ ବସ୍ତୁତ୍ୱ ଉତ୍ପାଦ ପାରସ୍ପରରେ ଯେତେ ମୌଳିକ ଗୁଡ଼ିକ ଥାନ୍ତି ସେମାନଙ୍କର ମୋଟ ବସ୍ତୁତ୍ୱ ସହିତ ସମାନ ରହିବା ଆବଶ୍ୟକ। ଏଥିପାଇଁ ଆମକୁ କ'ଣ କରାଯାଏ ଯେ ଏଥିପାଇଁ ପ୍ରତ୍ୟେକ ସୂଚକୀୟ ରାସାୟନିକ ସମୀକରଣ ଯଦି ସମୀକରଣଟି ସୂଚକୀୟ ବା ଅସମତୁଲ ଥାଏ, ଅସନ୍ତୁଳିତ ଥାଏ, ତ ସେହି ସମୀକରଣ ଗୁଡ଼ିକୁ କ'ଣ କରାଯାଏ? ସମତୁଲ କରିବାକୁ ପଡ଼େ। ତେବେ ଅସମତୁଲ ସମୀକରଣକୁ ସମତୁଲ ସମୀକରଣ କରିବାକୁ ପଡ଼େ। ତ ସନ୍ତୁଳିତ ସମୀକରଣକୁ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ତ ଆମେ ରାସାୟନିକ ସମୀକରଣ ଲେଖିବା ପାଇଁ
केते गुड़िए विषय ध्यान देवा से विषय गुड़ी को आलोचना कला। तेबे आमे रासायनिक समीकरण किपरि समतुल करिबा से विषय रे आमे आगु आलोचना करिबा। उदाहरण गोटे निया जाऊ जे रासायनिक समीकरण जिते बेले आमे लिखुजु प्रथमे क्यों विषय को ध्यान देवा जानी सारिला परे समीकरण को आमे संतुलित रूप रे प्रकाश करिबा। मन करा जो वायु उपस्थिति रे मैग्नीशियम पातर दहन हेउछि एक रासायनिक प्रतिक्रिया रे आमे ताकू प्रकाश कला एवं रासायनिक समीकरण टी आमे लिखिला। तेबे मैग्नीशियम वायु रे थिबा अम्लजान उपस्थिति रे दहन हेले बा अम्लजान उपस्थिति रे जलिले कौन पाई दो मैग्नीशियम ऑक्साइड। एग्जांपल आमे टी नेयो मैग्नीशियम अम्लजान उपस्थिति रे जलिले अम्लजान सहित रासायनिक प्रतिक्रिया कले उत्पाद मिले कौन मैग्नीशियम ऑक्साइड। मैग्नीशियम ऑक्साइड तो आमे प्रथमे देखिबा ए क्षेत्र रे जे प्रतिकारक पार्श्व रे थिबा मौलिक बा प्रतिकारक पार्श्व रे थिबा परमाणु संख्या एवं उत्पाद पार्श्व रे थिबा परमाणु संख्या। तो प्रतिकारक पार्श्व रे देखो मैग्नीशियम केतोटी अछि गोटिए ऑक्सीजन केतोटी अछि दुईटी। उत्पाद पार्श्व रे मैग्नीशियम केतोटी गोटिए एवं ऑक्सीजन केतोटी गोटिए परमाणु अछि। तो आगुरु कहाई जे रासायनिक समीकरण रे प्रतिकारक पार्श्व रे थिबा परमाणु संख्या एवं डाहन पार्श्व रे थिबा उत्पाद पार्श्व रे थिबा परमाणु संख्या को समान करा जाए। तो ए क्षेत्र रे देखिबा जे उभय पार्श्व रे हम मैग्नीशियम परमाणु संख्या समान रही एवं अम्लजान प्रतिकारक पार्श्व रे दुईटी एवं उत्पाद पार्श्व रे गोटिए रही। तो रासायनिक समीकरण समतुल रासायनिक समीकरण। तो वस्तुत्व संरक्षण नियम अनुसार कौनसी रासायनिक प्रतिक्रिया रे उत्पाद रे थिबा मौलिक गुड़िकर मोट वस्तुत्व प्रतिकारक रे थिबा मौलिक गुड़िकर मोट वस्तुत्व सहित समान रखा जाए। पूर्व कहा जी अन्य प्रकार जदि कहा जीवा जदि हम अन्य प्रकार कहिबा जे प्रत्येक मौलिकर परमाणु संख्या रासायनिक प्रतिक्रिया पूर्वरु कौन होता है वो रासायनिक प्रतिक्रिया परे समान रहित रहिबो। अर्थात जदि कहा जीवो अन्य प्रकार रे जे प्रत्येक मौलिकर परमाणु संख्या रासायनिक प्रतिक्रिया संघटित हेबा पूर्वरु एवं रासायनिक प्रतिक्रिया संघटित होई सारिला परे समान रहिबा उचित। तेणु कौन करा जाए जे जो सूचकीय रासायनिक समीकरण टी थाए बा असंतुलित समीकरण टी थाए तो सही समीकरण को आमको समतुल करने को पड़े समतुल रासायनिक समीकरण रे परिणत करने को पड़े। अर्थात परमाणु संख्या उभय पार्श्व रे समान जदि न थाए तेबे आमको उभय पार्श्व रे परमाणु संख्या गुड़ी को समान करने को पड़िबो।
क्यों अनुसार वस्तुत्व संरक्षण नियम अनुसार समतुल करने को पड़ो। बुझीगला। तो रासायनिक समीकरण लिखापी विषय प्रति ध्यान दे जो विषय कहगला से विषय गुड़ी को प्रथम ध्यान देव। तापर समीकरण उभय पार्श्व परमाणु संख्या को लक्ष्य कर जदि समान न थाए तेबे आमको उभय पार्श्व परमाणु संख्या समान करने को पड़ो। सूचकीय समीकरण को संतुलित समीकरण रे प्रकाश करने को पड़ो। तेबे पिलाने रासायनिक समीकरण को किपरि समतुल करिवा किपरि समतुल करा जाए तुमको परवर्ती क्लास रे संतुलित समीकरण रूप में प्रकाश करने प्रणाली बुझाजिवो कहाजिवो जे किपरि भाव रे एक असंतुलित समीकरण को संतुलित समीकरण रे प्रकाश करा जाए बताइबो कहाजिवो। तो आज जहाँ आलोचना करागला आलोचना किपरि लागिला मतामत देव। जदि भिडियोटी पसंद लगे लाइक एवं सब्सक्राइब करिवो एवं आउ मध्य नूतन नूतन भिडियो अपलोड करा जिवो। तेणु भिडियो को देखी लाइक एवं सब्सक्राइब करिवो।